ନାନୀ ଲୋ ମୋ ଠାକୁରଙ୍କ ରାଣ ଜଗନ୍ନାଥଙ୍କ ରାଣ ତୋ ରାଣ କାହିଁ କହୁଥିଲୁ ନାନୀ ମୋର କିଛି ଦୋଷ ନାହିଁ। ଇଏ ନାଟକଟା ଯେତେବେଳେ ଆମର ପ୍ରଥମେ ହେଲା ଇଏ 1.5 ମାସ ମାନେ 2-3ଟା ଖଣ୍ଡେ କ୍ୟାମ୍ପ ଯାଇଛି। ସେ ଯୋଉ ମୋ କ୍ୟାରେକ୍ଟର ପ୍ରଥମେ ବାହାର କରିଥିଲେ ଗୀତରେ ବାହାର କରିକିରି ମତେ ନେଇକି ବୁଲେଇକି ନେଇକି ପଳେଇ ଆସିଥିଲେ। ସେଠୁ କିଛି ଲୋକ କହିଲେ କାହ୍ନା ଏଇ ଯୋଉ ପ୍ରଥମ ଚିନ୍ତା ବାହାରୁଛ କାହିଁ କିଛି ଡାଇଲଗ ଫାଇଲଗ କହୁନ ପଳେଇ ଆସୁଛ ଟିକେ ଭଲ ଲାଗୁନି। ହଁ ତାକୁ ଆଖି ତୋର ଲୁହ ମୋର ଆମର ଯୋଉ ଶିବାନୀରେ ହେଇନଥିଲା ସେ ନାଟକରେ ଯେମିତି ଭାରି ଡାଇଲଗ ଫାଇଲଗ ସବୁ କହୁଥିଲୁ ସବୁଆଡେ ଦୁର୍ଯ୍ୟୋଧନ ଶକୁନି ଚାଲ ମାନେ ଥିଲା। ନାଇଁ ମୁଁ ସବୁ କଥା କାହ୍ନା ସବୁ କଥା ନାନୀ ଲୋ ମୋ ମା ଭଳିଆ ତୁ ମୋ କଥା ଟିକେ ବୁଝିଲ ନାନୀ। ମୋ ଧର୍ମ ଦଇ ମୋ 2ଟା ପୁଅ ତାଙ୍କ ରାଣ ଖାଇକିରି କହୁছিল ନାନୀ। ମୋ ମନକୁ ମୁଁ କିଛି କହିନି। ମୋ କଳା ରାଣ ଖାଇ କହୁছিল ନାନୀ। ଆଉ ମୁଁ ଆପଣ ମାନଙ୍କୁ ସମ୍ମାନ ଦିଏ। ଆପଣ ମାନେ ଆଶୀର୍ବାଦ ଦେଲେ ଆମେ ଆଗକୁ ଯାଉ। ଯାହା କଲେ ଭଗବାନ ତତେ ମଙ୍ଗଳ କରନ୍ତୁ। ଆଉ ଦିନେ ହିଞ୍ଜଡାଙ୍କୁ ଏମିତି କରିବୁ ନାହିଁ। ନାନୀ ଲୋ ମୋ ପୁଅଙ୍କ ରାଣ ଖାଇ କହୁছিল ନାନୀ। ହଉ ଠିକ ଅଛି। ସାର୍ କଣ ଦୀପକ ସାର୍ ଆଜି ଧୁଆମୁଳା ହେଇଯାଉଛନ୍ତି। ମୁଁ ଗୁରୁ ନିନ୍ଦା କରି ନଟି ଯାଆନ୍ତି। ମୁଁ ଆଜି ଏତିକି କହିବି ଜାଣି ମୁଁ ତାପରେ ସାର୍ଙ୍କୁ କହିଲି ମୁଁ ସାର୍ ସେ ପ୍ରଥମ ଶ୍ରେଣୀ ଖଣ୍ଡେ ଡାଇଲଗ ଫାଇଲଗ ଦେଇକିରି ମତେ କହିଲେ ମତେ ଗୋଟେ କଥା କହ କାହ୍ନା ଏ କିନ୍ନର ମାନଙ୍କର ଯାତ୍ରା ତାଙ୍କ ଜୀବନ ଯାତ୍ରା ତମେ ସବୁ ଜାଣିଛ କେତେ କଷ୍ଟ ବେଳେ ଶଳା ହିଞ୍ଜଡା ତୁ କିଛି ମାନେ କୋଉ ଭଳିଆ ମାନେ ସେ କଥା ମୋ କାନ ଫାଟି ଯାଉଛି। ମତେ ଯଦି ବାଞ୍ଛକୁ ବାଞ୍ଛ କହିବା ବାଧିବ ଛୋଟାକୁ ଛୋଟା କହିଲେ ବାଧିବ ଯାହାକୁ ନା ପ୍ରଥମ ତ ସେଇ ଶବ୍ଦ ବିଲକୁଲ ବ୍ୟବହାର କରିବେ ନାହିଁ। କାହିଁକି ନା ତମର ଲକ୍ଷ ଲକ୍ଷ ଫଲୋଅର୍ସ ତମେ ଯାହା କୁହ ସେ କଥାକୁ ଶିଖିକି ଯାଇକି ସେମାନେ ଇମ୍ପ୍ଲିମେଣ୍ଟ କରନ୍ତି। ହଁ ତେଣୁ ଲୋକଙ୍କ ଭିତରେ ଗୋଟେ ତମେ ଆପୁ ସହିତ କରିଛ ସେ ଯୋଉ ଇଏ ସେଇଟା ମୁଁ ଦେଖିକି ଇଏ କରିଥିଲି ତମର କଲେଜ କ୍ୟାରିୟରରେ ତମେ କେତେ ମନ ଦୁଃଖ କରି କହିଥିଲ ଦେନ୍ ତାପରଠୁ ତମେ ରେଗୁଲାରଲି ଠିକ ଅଛି। ଏନିୱେ ଥ୍ୟାଙ୍କ ୟୁ। ମୁଁ ପିଲାମାନଙ୍କୁ ସମସ୍ତଙ୍କୁ ବନ୍ଦ କରେ।